ଲୋକଙ୍କର ସ୍ୱାର୍ଥ କୁଆଡ଼େ ଗଲାଣି। ଟାଟାର ସ୍ୱାର୍ଥ ପାଇଁକି ଏସ୍ମା ଲାଗୁ ହେଲା। ସାଧାରଣ କର୍ମଚାରୀ ଷ୍ଟ୍ରାଇକ୍ କରିପାରିବେ ନାହିଁ ଏବଂ କୌଣସି କର୍ମଚାରୀ ତାର ଷ୍ଟ୍ରାଇକ୍ କରିପାରିବେ ନାହିଁ। ତେଣୁ ଏସ୍ମା ଲାଗୁ ହେଲା ତତ୍କ୍ଷଣାତ୍ ଆମେ ଦେଖିଲେ ପରଦିନ ଆମେ ଲକ୍ଷ୍ୟ କରିଛେ ଯେ ଶକ୍ତି ମନ୍ତ୍ରୀ କିଛି ଦିନ ତଳେ ଚିତ୍କାର କରିକରି କହିଲେ ଯେ ଏଥରକ ଯଦି ବିଦ୍ୟୁତ କାଟ ହୁଏ, ଅଘୋଷିତ ବିଦ୍ୟୁତ କାଟ ହୁଏ, ତାକୁ ଦଣ୍ଡ ଦିଆଯିବ, ତାକୁ ଜେଲ ଦିଆଯିବ। ମାନେ ବୁଝିପାରିଲେ ନାହିଁ କୋଉ ଆଇନ ବଳରେ ତାକୁ ସେ ଦଣ୍ଡ ଦେବେ, କୋଉ ଆଇନ ବଳରେ ତାକୁ ଜେଲ ଦେବେ। ଏ କଥା କେମିତି ଭାବରେ କାହିଁକି ଲୋକଙ୍କୁ ଭଣ୍ଡିବା ପାଇଁ କଥା କହିଲେ ଧ୍ୟାନ କରିଦଉଛି ସରକାରକୁ। ଏଥିରେ ବହୁତ ଭିଡ଼ ହିଂସା ଉପୁଜିବାର ଅଛି। ଭିଡ଼ ହିଂସା ମାନେ ଲୋକମାନେ ରାଗ ରଖିକିରି ଅଫିସ କି ଯାଉଛନ୍ତି, କାରଣ ଯାହାକୁ ଟେଲିଫୋନ କଲେ କେହି ଶୁଣିବାକୁ ନାହାନ୍ତି। ଶୁଣ, ଏ ସବୁର ମୂଳ କଥା ହଉଛି ଟାଟାର ମନମାନି। ଟାଟା ଓଡ଼ିଶାରେ ଏ ଯୋଉ ଆସି ପହଞ୍ଚିଲା ପରେ ସେ ଧରି ନେଇଛି ଯେ ଏଇଟାକୁ ଇଷ୍ଟ ଇଣ୍ଡିଆ କମ୍ପାନୀ ଭଳିଆ ଏ ରାଜ୍ୟଟାକୁ ତାକୁ ଦିଆ ହେଇଗଲା। ଏଥିରେ ପୂର୍ବ ସରକାରଙ୍କର ବେଳେ ଏଗ୍ରିମେଣ୍ଟ ହେଇଥିଲା, କିନ୍ତୁ ଏ ସରକାର ତାର ପୁରାପୁରି ଅଧସ୍ତନ କର୍ମଚାରୀ ଭଳିଆ କାମ କରୁଛନ୍ତି। ମୁଁ ସ୍ପଷ୍ଟ ଭାବରେ କହି ରଖେ, ରୋବୋଟ କ୍ଲାଇଭ ବୋଲି ଗୋଟେ କିରାନୀ ଆସିଥିଲା ଏ ଯୋଉ କମ୍ପାନୀର, ସେ ଯୋଉ ଇଷ୍ଟ ଇଣ୍ଡିଆ କମ୍ପାନୀର ସେ କିରାନୀ ପାଖରେ ଆମ ଦେଶର ରାଜା ମହାରାଜା ଜମିଦାର ମାନେ ପୁଲିସ କରୁଥିଲେ, ତା ପାଖରେ ଯାଇକି ଅଧସ୍ତନ ହେଇକିରି କାମ କରୁଥିଲେ। ଠିକ ସେମିତି ଭାବରେ ବର୍ତ୍ତମାନ ଟାଟା ପାଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଠାରୁ ଆରମ୍ଭ କରି ଶକ୍ତି ମନ୍ତ୍ରୀ ପର୍ଯ୍ୟନ୍ତ ସେଇ ପ୍ରକାର କାର୍ଯ୍ୟ କରୁଛନ୍ତି। ଅଭିଯୋଗ ମୁଁ ଏଇଥିପାଇଁ କରୁଛି ଯେ ଲୋକଙ୍କର ସ୍ୱାର୍ଥ କୁଆଡ଼େ ଗଲାଣି। ଟାଟାର ସ୍ୱାର୍ଥ ପାଇଁକି ଏସ୍ମା ଲାଗୁ ହେଲା। ସାଧାରଣ କର୍ମଚାରୀ ଷ୍ଟ୍ରାଇକ୍ କରିପାରିବେ ନାହିଁ ଏବଂ କୌଣସି କର୍ମଚାରୀ ତାର ଷ୍ଟ୍ରାଇକ୍ କରିପାରିବେ ନାହିଁ। ତେଣୁ ଏସ୍ମା ଲାଗୁ ହେଲା ତତ୍କ୍ଷଣାତ୍ ଆମେ ଦେଖିଲେ ପରଦିନ। ଅଥଚ ମୂଳ କଥା ଲୋକମାନଙ୍କର ଯୋଉ ଅସୁବିଧା ଇଲେକ୍ଟ୍ରିକ କଟ୍ ସକାଶେ, ବିଦ୍ୟୁତ କଟ୍ ସକାଶେ, ସେ ସମସ୍ୟା କିପରି ସମାଧାନ ହେବ ସେ ସମ୍ପର୍କରେ ଚିନ୍ତା ନାହିଁ। ଆମେ ଲକ୍ଷ୍ୟ କରିଛେ ଯେ ଶକ୍ତି ମନ୍ତ୍ରୀ କିଛି ଦିନ ତଳେ ଚିତ୍କାର କରିକରି କହିଲେ ଯେ ଏଥରକ ଯଦି ବିଦ୍ୟୁତ କାଟ ହୁଏ, ଅଘୋଷିତ ବିଦ୍ୟୁତ କାଟ ହୁଏ, ତାକୁ ଦଣ୍ଡ ଦିଆଯିବ, ତାକୁ ଜେଲ ଦିଆଯିବ। ମାନେ ବୁଝିପାରିଲେ ନାହିଁ କୋଉ ଆଇନ ବଳରେ ତାକୁ ସେ ଦଣ୍ଡ ଦେବେ, କୋଉ ଆଇନ ବଳରେ ତାକୁ ଜେଲ ଦେବେ। ଏ କଥା କେମିତି ଭାବରେ କାହିଁକି ଲୋକଙ୍କୁ ଭଣ୍ଡିବା ପାଇଁ କଥା କହିଲେ। ଆଜି ଦିନରେ ଆମେ ସେଇ ମନ୍ତ୍ରୀକୁ ପ୍ରଶ୍ନ ପଚାରୁ, ମୋର ପ୍ରଶ୍ନ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ମୋର ପ୍ରଶ୍ନ, ଲୋକଙ୍କର ସ୍ୱାର୍ଥ ପିଇବା ପାଇଁ ପାଣି ଆଜି ନାହିଁ। ଆଜି ଚାଷୀର ବିଲକୁ ଲିଫ୍ଟ ଇରିଗେସନ ପଏଣ୍ଟ କାମ କରୁନାହିଁ, ମଟର କାମ କରୁନାହିଁ, ପାଣି ଯାଇପାରୁନାହିଁ। ଆଜି ପିଲାମାନେ ପାଠ ପଢିବା ତ ଅବଶ୍ୟ ପରୀକ୍ଷା ସରିଯାଇଛି, ପିଲା ଆଜି ସମସ୍ତେ ଅତି ଏ ଗରମରେ ହନ୍ତସନ୍ତ ହଉଛନ୍ତି। ଏ ସମ୍ପର୍କରେ ଲୋକମାନଙ୍କ ପାଇଁ ସାମାନ୍ୟ ଚିନ୍ତା ନାହିଁ। ଚିନ୍ତା ନକରି କେବଳ ଟାଟା କେମିତି ବିଶୃଙ୍ଖଳାରୁ ରକ୍ଷା ପାଇବ ସେଇ କାର୍ଯ୍ୟରେ ଅଛନ୍ତି। ମୁଁ କିନ୍ତୁ ସାବଧାନ କରିଦଉଛି ସରକାରକୁ, ଏଥିରେ ବହୁତ ଭିଡ଼ ହିଂସା ଉପୁଜିବାର ଅଛି। ଭିଡ଼ ହିଂସା ମାନେ ଲୋକମାନେ ରାଗ ରଖିକିରି ଅଫିସ କି ଯାଉଛନ୍ତି, କାରଣ ଯାହାକୁ ଟେଲିଫୋନ କଲେ କେହି ଶୁଣିବାକୁ ନାହାନ୍ତି। ଯେତେବେଳେ ଶୁଣୁନାହାନ୍ତି ଦଳ ଦଳ ହେଇକରି ଯାଇ ପହଞ୍ଚୁଛନ୍ତି ଅଫିସରେ। ଅଫିସରେ ପହଞ୍ଚିଲା ବେଳେ ଗୁଡ଼ାଏ ଲୋକ ନିଶ୍ଚୟ ଗଣ୍ଡଗୋଳ ହବ। ତେବେ ଗଣ୍ଡଗୋଳ ପାଇଁ ଲୋକେ ଦାୟୀ ରହିବେ ନାହିଁ। ଯୋଉ ଟାଟା କମ୍ପାନୀ ଉସ୍କେଇକିରି ତାଙ୍କ କଥା କେହି ଶୁଣୁନାହାନ୍ତି, ଲାଇନ କଟୁଛି, ଲୋକେ ଅଭିଯୋଗ କରିବାକୁ ଆସୁଛନ୍ତି, ସେଇ ସମୟରେ ଏ ଅବ୍ୟବସ୍ଥା ଉପୁଜିବ ଏବଂ ସେ ଅବ୍ୟବସ୍ଥା ପାଇଁ ଟାଟା କମ୍ପାନୀ ଦାୟୀ ରହିବ, ସରକାର ଦାୟୀ ରହିବେ। ଏକଥା ସ୍ପଷ୍ଟ ଭାବରେ କହିଦେବ। କମ୍ପାନୀ ମାନଙ୍କର ତ ଗୋଟା ବଡ ବଡ କମ୍ପାନୀ ମାନଙ୍କର ବଡ଼ ବଡ଼ କମ୍ପାନୀ ଏଇ ଯୋଉ ଡିଷ୍ଟ୍ରିବ୍ୟୁସନ ବ୍ୟବସ୍ଥାରେ ଏପରି ଭାବରେ ରହିଛି ଯେ ବଡ଼ ବଡ଼ କମ୍ପାନୀ ମାନଙ୍କର କଟା ହବାର ତାদের ନାହିଁ। ଆମର କ'ଣ ହଉଛି ନା ଗୋଟେ ଗୋଟେ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ଲେବୁଲରେ, ଏସଟିଓ ଲେବୁଲରେ ଯୋଉଠି ବସିଛି ଟ୍ରାନ୍ସଫର୍ମର ବସିଛି, ସେ ଟ୍ରାନ୍ସଫର୍ମର ସେଇଠି କଟିଦେଲେ ତାହେଲେ ଗୋଟାଏ ଏରିଆରେ ହେଇଯାଉଛି ଲାଇନ କଟିବ, ତେଣୁ ସାଧାରଣ ଲୋକଙ୍କର ଡିଷ୍ଟ୍ରିବ୍ୟୁସନଟା କଟିଯିବ। ଏଇଆ ହଉଛି ତାର ସିଷ୍ଟମଟା କରୁଛନ୍ତି।